ଝିଅଟାକୁ ବଞ୍ଚେଇ ଦେ। ମୋ ଝିଅଟାକୁ ତୁ ବଞ୍ଚେଇ देखिबू सबू किछि ठीक है सबू किछि ठीक है चंद्रशेखर यस सर राजा को अरेस्ट कर सर सबू बेले कसुनी राजा को अरेस्ट कर राजा एमती की भूल कर देछि कि माने हे गोटे एमएलए को मार देछि हेले से एमएलए मरिबा उचित कि नहीं सर से तीन टा झियो को बलात्कार कर आ तापर से गुडू इस्लाम को मार देछि से गुडू इस्लाम मरिबा उचित कि नहीं सर से को थोता करनथला सर झियो मो मान को लेकी हाथ में बेपार करता सर मो कथा मान तो आम सब पुलिस वाला थाना भितर बसी पड़ा आ राजा को छाड़देवा राजधानी सफा कर राजधानी सफा कर राजा चल थाना को कले रोए का राजा को छाड़ ढोला सा टिकोस पकु कोटा सेकंड लगे बनी सर मुझे पहुंचे दे तू सर पहुंचे दे तू मते राजा राजा से छोड़ निर्दोष को छाड़ राजा मो कथा सुबुझा नहीं तते सर बोलचे राजा मो कथा मान से को छाड़ कहूची राजा छाड़ तको नायक नहीं खलनायक हूँ मैं जुल्मी बड़ा दुखदायक हूँ मैं है प्यार का मुझको क्या खबर बस यार नफरत के लायक हूँ मरद नुह गोटे माई चिया गोटे झील पिलार पछ पटे छिड़ा हाथ भिड़ी दे मुंडे बंधुक लगे एमती बड़ बड़ डायलॉग मारू न माई चिया सांगे दोस्ती करिछु ये दोस्ती हम नहीं साथ ना छोड़ेंगे सर पारिबेनी सर ये मुक्ति क्या से चंद्रसेना डू योर
ଆଜି 19 ପଣିଆ ଡ୍ୟୁଟି କରିବି ଗୋଟେ ଅନାଥ ଝିଅକୁ ବଞ୍ଚେଇବା ଲାଗି ମୁଁ ରାଜା ହାତରେ ହାତ କରି ପିନ୍ଧେଇ ପାରିବି ରାଜା ଶୀଘ୍ର ପଳେଇ ଯା ରାଜା ଶୀଘ୍ର ପଳେଇ ଯା ତା ନହେଲେ ବାଧ୍ୟ ହେଇ ମୁଁ ତୋତେ ଏନକାଉଣ୍ଟର କରିବି। ଏନକାଉଣ୍ଟର ହବ ତ ରାଜା। ଚିପି ଦେ ଚିପି ନାଇଁ ଜୀବନି ସାନ ଭାଇ ଚନ୍ଦ୍ରସେନା ତମ ପୁରା ମୂତ ଲାଗୁଛି। ତମେ କାହିଁ ମଝିରେ କଥା କହୁଛ? ପ୍ରେସର ପଡିବନି ଟାଙ୍କି ଉପରେ। ଚିପି ଚିପି ଦେ ଚିପି ଦେ କାମ ସରିଯାଉ। ଚିପି ଦେ ତମେ ଚିପି ଦିଅ। ଚିପି ଦିଅ ଆସ ଅଛି ତମ ପାଖରେ। ଚିପି ଆରେ ପିସା ଛାଡ଼ିଦିଅ। ହଁ ଏଇଟା ଠିକ ହେଲା ଆଉ ଢେରେ କଥା କହୁଛ। ବାବୁ ବିହାରୀ ଭାରି ଗରମ ମିଜାଜର ଲୋକ। ତା ମୁଣ୍ଡକୁ ଯଦି ଟିକେ ରକ୍ତ ଚଢିବ ନା ମାଇ ଡିୟର ବିଗ ବ୍ରଦର ତାପରେ ସେ ମାଗି ଖାଇବି ନାହାନ୍ତି। ପଞ୍ଚାୟତ ସାହେବ ବଞ୍ଚେଇ ଦିଅନ୍ତୁ ମୋତେ। ଗୁଡ୍ ବାଏ ମାଇ ଡିୟର ବିଗ ବ୍ରଦର। ଗୁଡ୍ ବାଏ। ରାଜା ମୁଁ କଥା ମନେ ଛାଡ଼ିଦେ ରାଜା ଏ ରାଜଧାନୀର ରାଜା ଏ ରାଜଧାନୀର ରାଜା ଯାଚ୍ଛୁ। ବାବୁ ବିହାରୀ ଭଲରେ ମୁଁ ଭଲ ଦୁଶ୍ମନୀ କଲେ ନୁହେଁ କାହା। ଯେହେତୁ ଏଠି କେମିତି ଆସିଲୁ ବେ? ଏ ସତୀ କେମିତି ଆସିଲୁ ଏଠିକି? କାହାକୁ ତୁ ଜେଲ ଦେଖାଉଛୁ? ବାବୁ ବିହାରୀକୁ ତୁ ଜେଲ ଦେଖାଉଛୁ? ଶୁଣ ଆଜି ପର୍ଯ୍ୟନ୍ତ ଏ ବାବୁ ବିହାରୀକୁ ରଖିବା ପାଇଁ କୌଣସି ଜେଲ ତିଆରି ହେଇନି। ତା ସହିତ ହିସାବ ଖାତା କ୍ଲୋଜ କଲା ପରେ ଏ ବାବୁ ଆପେ ଆପେ ଭିତରକୁ ଯିବ। କଣ କରିବୁ ତୁ? ଏକ ସାଲି କଣ କରୁଛି? ଦେଖା କରିପାରିବୁ। ରାମ ସେ ଓ ରାମ ସିଂ ଦର୍ଶକଙ୍କୁ ଦେଖନ୍ତୁ ଜଣେ ଗୁଣ୍ଡା ଯାହାର ନାଇଁ ପିଣ୍ଡା ସଦା ସର୍ବଦା ହାତରେ ଧରିକି ବୁଲୁଛି ଖଣ୍ଡା କିଭଳି ରାଜରାସ୍ତାରୁ 2 ଜଣ ମହିଳାକୁ ଉଠେଇ ଦେବା ପାଇଁ ଚେଷ୍ଟା କରୁଛି। ଥରେ ଦେଖନ୍ତୁ ଦର୍ଶକ। ବାବୁ ଛାଡ ତାକୁ। ବାବୁ ତୋର ଲାଇଭ ନ୍ୟୁଜ କରିବାକୁ ଭାରି ଇଚ୍ଛା। ହଁ ଆରେ କର ସାଲା ଲାଇଭ ନ୍ୟୁଜ କର। चिल्ला चिल्ला के क्या बोल रहा था बे? जबकि माने कल जो उठी पारी को सेठी लगाई वो अभी लगा साला। রাধা শীঘ্র আসে তোর কোন ହେଲା কেকে ସେ ବାବୁ ବିହାରୀ ରାଣୀ ଆଉ ସ୍ୱାତି ମ୍ୟାଡମକୁ ଉଠେଇ ନେଉଥିଲା ବେଳେ ମୁଁ ତାକୁ ବିରୋଧ କରିବାରୁ ସେ ଆରାମଜାଦା ମତେ ଚୁରି ମାରି ଦେଇଛି। এইটা কেকের লাস্ট নিউ। बाबू को बोल रहा छाड़ दे दो। अबे बाबू तू छाड़ दे हमको। ए तो सुना जाने मैं कौन कहूची छाड़ पर हमको। बोल बोल कैसे बोल छाड़ छाड़ी दे छाती मटर ସେଠି ଯୋଉ ରାଜା ଭଳି ଗୋଟେ ବର୍ଷ ବହି ଖେଳଟା ବାତିଲ ହେଇଗଲା। ଏବେ ଦେଖ ମଇଦାନ ପୁରା ସଫା ଅଛି। ଚାଲ ଆଜି ଗୋଟେ ଖେଳ ହେଇଛୁ। कबड्डी ଖେଳିବାର ଇଚ୍ଛା ଯଦି ମୋ ସହିତ ମୋ ଦିଦି ତଳେ ହାତ ଲଗେଇବ ତ ଏଇଠି ହାଣିକି ତତେ ପୁରା ଟିକ୍ ଟିକ୍ କରି ରଖିଦେବି। ଏ ରାତି ତୁ ହଉଛୁ ଗୋଟେ ପୁରୁଣା ପୁଅ, ସାଥୀ ହଉଛି ଗୋଟେ ନୂଆ ପୁଅ। ପୁରୁଣା
ପୁରୁଣା ବଲ୍ ସହିତ ଖେଳିଲେ ଆଉ ମଜା ଲାଗିବନି। ବାବୁ ଆଜି ଇଚ୍ଛା କରୁଛି ମାନେ ନୂଆ ବଲ୍ ଖେଳିବ। ତୁ ଭଳି ଯେ ତୁମେ ଇନ୍ସପେକ୍ଟର ସତୀ ମହାପାତ୍ର ଗୋଟେ ବାଘୁଣିବେ ସତୀ ମ୍ୟାଡାମ, ତୁ ବାଘୁଣି ହେଲେ ବାବୁ ହଉଛି ଗୋଟେ ମହାବଳ ବାଘ। ଚାଲ ଆଜି ବାଘ ବାଘୁଣି ଖେଳ ହେଇଯାଉ। ଦୁନିଆରେ ରାଜାର ଚାପ୍ଟର କେବଳ 2 ଜଣ ଲୋକ କ୍ଲୋଜ କରିପାରିବେ, ଜଣେ ଭଗବାନ ଆଉ ଜଣେ ନିଜେ। ବାବୁ ବିହାରୀ ଗ୍ୟାଙ୍ଗ ସହିତ ଯାସେ ତାକୁ ଗ୍ୟାଙ୍ଗଷ୍ଟର କହନ୍ତି, ଏକା ଏକା ଯାସେ ତାକୁ ମନଷ୍ଟର କହନ୍ତି। ଗୋଟାଏ ମନଷ୍ଟର, ତୁ ବିହାରୀ ରାଜାର ଚାପ୍ଟର କ୍ଲୋଜ କରିବୁ। ଆଜି ସିନା ମୋ ପାଇଁ ଆଖିରୁ ଲୁହ ପଡୁଛ, ତ ଦେଖିବ ବାପା, ଯୋଉଦିନ ମୁଁ ମରିଯିବି ସେଦିନ ତମେ ହସିବ, ମନ କରି ହସିବ। କାହିଁକି ନା ଦୁନିଆରେ ଯଦି କୌଣସି ଲୋକର କେହି ଶତ୍ରୁ ଥାଏ ଆଉ ସେ ଶତ୍ରୁଟା ମରିଗଲା ପରେ ସେ ଲୋକଟା ମନେ ମନେ ଖୁସି ହୁଏ, ମନ କରି ହସେ। ମୁଁ ତ ତମ ପୁଅ ନୁହଁ, ଶତ୍ରୁ ନା। ଶତ୍ରୁ ତୁ ଖାଲି ମୋର ଶତ୍ରୁ ନୁହଁ, ମୋ ପରିବାରର ଶତ୍ରୁ, ଏ ସମାଜର ଶତ୍ରୁ। ତୋରି ପାଇଁ ମୋ ସ୍ତ୍ରୀଟା ଆଜି ଜେଲରେ, ତୋରି ପାଇଁ ମୋ ବଡ଼ ପୁଅ ଇନ୍ସପେକ୍ଟର ସୂର୍ଯ୍ୟବୀର ଆଚାର୍ଯ୍ୟ ଆଜି ନିନ୍ଦିତ ଅପମାନିତ, ତୋରି ପାଇଁ ମୋ ଝିଅର ଆଗତ ଭବିଷ୍ୟତ ନର୍କ, ଆଉ ତୋରି ପାଇଁ ସେ ଶିବମାଳି ଝିଅର ଜୀବନଟା ଅନ୍ଧାର। ଏସବୁ ଯଦି ମୁଁ ଦାୟିତ୍ୱରେ ଭାଇ ଦେବତେ ଆରେ ବନ୍ଧୁ, ଏ ବନ୍ଧୁକ ସବୁ ଗୁଳି ମୋ ଛାତିରେ ପୁରେଇ ଦିଅ, ମାରି ଦିଅ ମତେ। ମୁଁ ତୋ ଭଳି ନିଷ୍ଠୁର ନୁହେଁ ଯେ ତୋତେ ମାରିଦେବି। ମତେ ଆଗ କହ, ମୋ ସ୍ତ୍ରୀଟା ଜେଲ ମୁକୁଳିବ କେମିତି? ଆଇ ବୋଉ ଏମିତି କଣ ଭୁଲ କରିଦେଲେ ଯେ ଭାଇଟା ନେଇ ଜେଲରେ ପୁରେଇଦେଲା? ଏତେ ସଚ ମଣିଷ ମୋ ପୁଅକୁ ସେମିତି କହିବୁନି, କହିଦଉଛି। ସେ ମୋ ଆଦର୍ଶରେ ଗଢ଼ା, ସତ୍ୟ ଧର୍ମ ନ୍ୟାୟ ତା ଜୀବନର ମୂଳ ମନ୍ତ୍ର। ମୁଁ ତତେ ଶୁଦ୍ଧି ହେଇ ସାରିଛି। କାହିଁକି ଆସିଛ ଟିକେ? ଆସିଛି ଏତିକି ଜଣେଇ ଦେବା ପାଇଁ ଯେ ଜେଲର ସେଇ ଅନ୍ଧାରିଆ ସେଲ ଭିତରେ ମୋ ରୋଗୀଣା ସ୍ତ୍ରୀଟାର ଯଦି କିଛି ହେଇଯାଏ ତାହେଲେ ମୁଁ ତତେ କେବେ ବି କ୍ଷମା ଦେବିନି। ସୂର୍ଯ୍ୟ କହିଛି, ତୁ ଯଦି ପୋଲିସ ହାତରେ ଧରା ଦେଇ ଖାଲି ଏତିକି କହିବୁ ମୋ ସ୍ତ୍ରୀଟାର କିଛି ଦୋଷ ନାହିଁ, ମୋ ସ୍ତ୍ରୀଟା ବଞ୍ଚିଯିବ ରେ। ନହେଲେ କ୍ଷମା କରିଦିଅ, କ୍ଷମା କରିଦିଅ। ତୁ ମୋ ସ୍ତ୍ରୀକୁ ଜେଲରୁ ମୁକୁଳେଇ ଦେ ଗ୍ୟାଙ୍ଗଷ୍ଟର। ମୁଁ ତ ଗୋଡ଼ ତଳେ ପଡୁଛି। କେତେ ଯାହା ହେଲେ ବି ତମେ ମୋ ବାପା। ବାପ ଏଇ ପୁଅର ପଡୁଛି।
ଲାଗିବ ବାପା। ତୁ କଣ ଏ ଯାଏ ପାପି ହେଇନୁ? ଏତେ ଘର ଉଜାଡ ଦେଲା ପରେ ବି, ଏତେ ମଣିଷ ମାରିବା ପରେ ବି